ସହରର ନଳାପାଣି ଓ ହୋଟେଲର ଆବର୍ଜନା ଜଳରେ ଏବେ ସମୁଦ୍ର ପ୍ରଦୂଷିତ। ପର୍ଯ୍ୟଟକଙ୍କ ବର୍ଜ୍ୟ ପ୍ଲାଷ୍ଟିକ୍, ପଲିଥିନ୍ ଓ ବ୍ୟବହୃତ ଖାଦ୍ୟଦ୍ରବ୍ୟରେ ସାମୁଦ୍ରିକ ଜୀବନ ଅସୁରକ୍ଷିତ। ଏହି କାରଣରୁ ଚିଲିକା ଏବେ ଅଧାପୋତି ହୋଇଗଲାଣି। ଡଲଫିନ୍ମାନେ ଅଦୃଶ୍ୟ ହେବା ଆରମ୍ଭ କଲେଣି ଓ ଅଲିଭ୍ ରିଡେଲ୍ କଇଁଛମାନେ ସମୁଦ୍ରର ଯନ୍ତ୍ରଚାଳିତ ଟ୍ରଲର ଓ ଜାହାଜର ଶବ୍ଦାଘାତରେ କ୍ଷତାକ୍ତ ହେଲେଣି। ଏସବୁକୁ ଏଡ଼ାଇ ଏକ ସୁରକ୍ଷିତ ବେଳାଭୂମି, ପ୍ରଦୂଷଣମୁକ୍ତ ସମୁଦ୍ର ଓ ଚିଲିକା ସହ ସ୍ୱଚ୍ଛ ଓ ସବୁଜ ବେଳାଭୂମିର ସ୍ଲୋଗାନ ଧରି ମିଶନ ଓଡ଼ିଶାର ସମ୍ପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମିତ୍ରଭାନୁ ନାୟକ ଓ ବିବୁଲ ମଲ୍ଲିକ, ସାମ୍ବାଦିକ ରମେଶ ସାହୁ ପ୍ରଭୃତିଙ୍କୁ ନେଇ ଏକ ଦଳ ପୁରୀ ଲାଇଟ୍ ହାଉସ୍ ବେଳାଭୂମି କୂଳେ କୂଳେ 48 କିଲୋମିଟର ଯାଇ ସାତପଡ଼ାରେ ପହଞ୍ଚିଛନ୍ତି। ପାହାନ୍ତି ସକାଳେ ପୁରୀ ଲାଇଟ୍ ହାଉସ୍ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀ ହରେଶ ମିଶ୍ର, ପରିବେଶବିତ୍ ବଦ୍ରି ମିଶ୍ର, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ, ପ୍ରକୃତି ବନ୍ଧୁ ଭାସ୍କର ପୂଜାରୀ, ମିଶନ ଓଡ଼ିଶାର କେଦାରନାଥ ମହାପାତ୍ର ଓ ଶିବରାମ ପ୍ରଧାନଙ୍କ ସମେତ ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି କୋଷ୍ଟାଲ ଟ୍ରେକିଂ ଦଳର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ଓ ମିଶନ ଓଡ଼ିଶା ମିଳିତ ଭାବେ କେନ୍ଦ୍ର ସରକାରଙ୍କ ମାଇ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଏହି କୋଷ୍ଟାଲ ଟ୍ରେକିଂ କରୁଛନ୍ତି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, SMCT ନ୍ୟୁଜ୍।